ଆଜିର ଭିଡ଼ିଓରେ କଥା ହେବା ସ୍ୱାଧୀନତାର ଗତ 80 ବର୍ଷ ମଧ୍ୟରେ ଭାରତର ବିକାଶ ଗାଥା ଏବଂ ଆଗାମୀ ଦଶନ୍ଧିଗୁଡ଼ିକ ପାଇଁ ଏହାର ଭବିଷ୍ୟତ ଅଭିବୃଦ୍ଧି ନକ୍ସାର ଏକ ବିସ୍ତୃତ ସମୀକ୍ଷା କରିବା। ତ ଯଦି ଗତ ବର୍ଷର ଐତିହ୍ୟ ବା ପ୍ରଗତି ଉପରକୁ ଦୃଷ୍ଟି ପକାଇବା ତାହେଲେ ପ୍ରଥମେ ଯିବା ଆମେ ଅର୍ଥନୈତିକ ରୂପାନ୍ତରଣ ଉପରକୁ। ସ୍ୱାଧୀନତା ସମୟରେ ଭାରତୀୟ ଅର୍ଥ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ଥିଲା। ଆମେ ଯଦି ଦେଖିବା 1947ରୁ 1990 ଭିତରେ ଥିଲା। କେନ୍ଦ୍ରୀୟ ନିୟନ୍ତ୍ରିତ ଓ ମିଶ୍ରିତ ଅର୍ଥନୀତି ଆପଣାଇ ଭାରତ ନିଜର ଭାରୀ ଶିଳ୍ପ, ନଦୀବନ୍ଧ ଯୋଜନା ଏବଂ ସାର୍ବଜନୀନ କ୍ଷେତ୍ର ଯୋଉଟା PSUs କୁହାଯାଏ ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା। 1991ର ଆର୍ଥିକ ଉଦାରୀକରଣ ଯୋଉଟା LPG ରିଫର୍ମ ହେଇଥିଲା। ଉଦାରୀକରଣ, ଘରୋଇକରଣ ଏବଂ ବିଶ୍ୱାୟନ ନୀତି ଭାରତୀୟ ଅର୍ଥବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲା। ଏହା ଦେଶକୁ ବିଶ୍ୱ ବଜାର ସହିତ ଯୋଡ଼ିଥିଲା। ଯଦି ଆଜିର ପରିସ୍ଥିତିକୁ ଆମେ ଦେଖିବା, ଆଜିର ସ୍ଥିତିକୁ ଯଦି ଆମେ ଦେଖିବା, 1947 ମସିହାରେ ଅତ୍ୟନ୍ତ ନଗଣ୍ୟ GDP ଥିଲା ରୁ ଆରମ୍ଭ କରି ଆଜି ଭାରତ ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥା ଭାବେ ସ୍ଥାନ ହାସଲ କରିଛି। ଯଦି ଆମେ କୃଷି ଓ ଖାଦ୍ୟ ଆତ୍ମନିର୍ଭରଶୀଳତା ଉପରକୁ ଦୃଷ୍ଟି ପକାଇବା ତାହେଲେ 1960 ଦଶକରେ ସବୁଜ ବିପ୍ଳବ ଯୋଉଟାକୁ ଗ୍ରୀନ୍ ରିଭଲ୍ୟୁସନ ମାଧ୍ୟମରେ ଭାରତ ଖାଦ୍ୟ ସଙ୍କଟରୁ ବାହାରି ଉଚ୍ଚ ଅମଳକ୍ଷମ ବିହନ ଓ ସେଚନ ଓ ସାରର ବ୍ୟବହାର ଦ୍ୱାରା ଆତ୍ମନିର୍ଭରଶୀଳ ହୋଇଥିଲା। ଅପରେସନ ଫ୍ଲଡ୍ ଦେଶକୁ ବିଶ୍ୱର ସବୁଠାରୁ ବଡ଼ କ୍ଷୀର ଉତ୍ପାଦକ ଦେଶରେ ପରିଣତ କରିଥିଲା। ଆଜି ଭାରତ କେବଳ ନିଜର 140 କୋଟିରୁ ଉର୍ଦ୍ଧ୍ୱ ଜନସଂଖ୍ୟାକୁ ଆହାର ଯୋଗାଉ ନାହିଁ, ବରଂ ଚାଉଳ, ଗହମ, ମସଲା ଓ ଗ୍ରାମୀଣ ଉତ୍ପାଦ ବିଶ୍ୱର ସବୁ ଦେଶକୁ ରପ୍ତାନି କରୁଛି। ତାପରେ ଆସିବା ସାମାଜିକ ଶିକ୍ଷା ଆଉ ସ୍ୱାସ୍ଥ୍ୟ ସେବା ଉପରକୁ। 1947ରେ ଦେଶର ସାକ୍ଷରତା ହାର ମାତ୍ର 12% ଥିଲା ବେଳେ ବର୍ତ୍ତମାନ ଏହା 77ରୁ ଅଧିକ ହୋଇଛି। IIT, IIM, NIT ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ବିସ୍ତାର ଦେଶରେ ଉଚ୍ଚ ମାନର ମାନବ ସମ୍ବଳ ସୃଷ୍ଟି କରିଛି। ସ୍ୱାସ୍ଥ୍ୟ ଓ ଜୀବନ ପ୍ରତ୍ୟାଶାଙ୍କ ଉପରକୁ ଯଦି ଯିବା, ସ୍ୱାଧୀନତା ସମୟରେ ଜୀବନ ପ୍ରତ୍ୟାଶା ଯୋଉଟାକୁ ଲାଇଫ ଏକ୍ସପେକ୍ଟାନ୍ସି କୁହାଯାଏ ମାତ୍ର 32 ବର୍ଷ ଥିବା ବେଳେ ସ୍ୱାସ୍ଥ୍ୟ ସେବାର ବିକାଶ ଯୋଗୁଁ ଏହା 70 ବର୍ଷରୁ ଅଧିକକୁ ବୃଦ୍ଧି ପାଇଛି। ପୋଲିଓ, ଚେଚକ ପରି ମହାମାରୀର ଦୂରୀକରଣ ଏବଂ ଶିଶୁ ମୃତ୍ୟୁ ହାରରେ ବ୍ୟାପକ ହ୍ରାସ ଏକ ପ୍ରମୁଖ ସଫଳତା। ତାପରେ ଆସିବା ଆମେ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ବା ଡିଜିଟାଲ ରିଭଲ୍ୟୁସନ ବା କ୍ରାନ୍ତି। ସାଇକେଲରେ ରକେଟ ଅଂଶ ବୋହିବା ଠାରୁ ଆରମ୍ଭ କରି ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଅବତରଣ, ଚନ୍ଦ୍ରାୟନ 3, ମଙ୍ଗଳଯାନ ଏବଂ ଆଦିତ୍ୟ L1 ମିଶନ ପର୍ଯ୍ୟନ୍ତ ଇସ୍ରୋ ବିଶ୍ୱ ସ୍ତରରେ ନିଜର ଆଧିପତ୍ୟ ବିସ୍ତାର କରିଛି। ଭାରତୀୟ ସଫ୍ଟୱେର ଓ IT ସେବା ଦ୍ୱାରା ସାରା ବିଶ୍ୱର ବଡ଼ ବଡ଼ କମ୍ପାନୀଗୁଡ଼ିକୁ ସେବା ଯୋଗାଇ ଦିଆଯାଉଛି। ଆଧାର, UPI ଏବଂ ଶସ୍ତା ଇଣ୍ଟରନେଟ୍ ସେବା ମାଧ୍ୟମରେ ଭାରତ ବିଶ୍ୱର ସବୁଠାରୁ ବଡ଼ ଡିଜିଟାଲ ଅର୍ଥନୀତି ଗୁଡ଼ିକ ମଧ୍ୟରୁ ଗୋଟିଏ ହୋଇପାରିଛି। ଜାତୀୟ ରାଜପଥ ନେଟୱାର୍କର ଦ୍ରୁତ ବିସ୍ତାର, ଭାରତୀୟ ରେଳବାଇ 100% ଇଲେକ୍ଟ୍ରିଫିକେସନ ଯୋଉଟା ବୈଦ୍ୟୁତିକରଣ ଏବଂ ବନ୍ଦେ ଭାରତ ପରି ଦ୍ରୁତଗାମୀ ଟ୍ରେନର ପ୍ରଚଳନ ଦେଶର ଚେହେରା ବଦଳାଇ ଦେଇଛି। ଉଡ଼ାନ ଯୋଜନା ମାଧ୍ୟମରେ ଛୋଟ ଛୋଟ ସହରକୁ ବିମାନ ସେବା ଯୋଡ଼ାଯାଇଛି ଏବଂ ସାଗରମାଳା ପ୍ରକଳ୍ପ ଦ୍ୱାରା ବନ୍ଦରଗୁଡ଼ିକର ଆଧୁନିକରଣ କରାଯାଇଛି। ଯଦି ଆମେ ଏବେ ଭବିଷ୍ୟତକୁ ଯିବା, ଭବିଷ୍ୟତର ବିକାଶ ଆଗାମୀ ଅଭିବୃଦ୍ଧି ବିଷୟରେ ଆଲୋଚନା କରିବା ତାହେଲେ ଭାରତ ନିକଟ ଭବିଷ୍ୟତରେ $5 ଟ୍ରିଲିୟନ ଏବଂ 2047 ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ହେବାର ଲକ୍ଷ୍ୟ ରଖିଛି। ସେମିକଣ୍ଡକ୍ଟର, ଚିପ୍, ଇଲେକ୍ଟ୍ରୋନିକ, ବୈଦ୍ୟୁତିକ ଯାନ ଏବଂ ସାମରିକ ସରଞ୍ଜାମ ଉତ୍ପାଦନରେ ଭାରତ ବିଶ୍ୱର ଏକ ପ୍ରମୁଖ ହେବାକୁ ଯାଉଛି, ଯୋଉଟା ଆମେ କହିବା ମ୍ୟାନୁଫ୍ୟାକ୍ଚରିଂ ହବ୍। ବିଶ୍ୱର ସବୁଠାରୁ ଅଧିକ ହାରାହାରି ଯୁବ ସଂଖ୍ୟା ଭାରତ ନିକଟରେ ଅଛି, ଯାହା ଆଗାମୀ 2ରୁ 3 ଦଶନ୍ଧି ପର୍ଯ୍ୟନ୍ତ ଅର୍ଥନୀତିକୁ ଦ୍ରୁତ ଗତି ପ୍ରଦାନ କରିପାରିବେ। 2070 ସୁଦ୍ଧା ନେଟ୍ ଜିରୋ କାର୍ବନ ନିର୍ଗମନ ଲକ୍ଷ୍ୟ ସହ ସୌରଶକ୍ତି, ପବନଶକ୍ତି ଏବଂ ଗ୍ରୀନ୍ ହାଇଡ୍ରୋଜେନ କ୍ଷେତ୍ରରେ ଭାରତ ବ୍ୟାପକ ନିବେଶ କରୁଛି। ଗଗନଯାନ ଏବଂ ନିଜସ୍ୱ ମହାକାଶ ଷ୍ଟେସନ ସ୍ଥାପନ କରିବା ଇସ୍ରୋର ଭବିଷ୍ୟତ ଯୋଜନାରେ ଅନ୍ତର୍ଭୁକ୍ତ। ଅର୍ଥନୈତିକ ପ୍ରଗତି ସତ୍ତ୍ୱେ ଧନୀ ଓ ଗରିବଙ୍କ ମଧ୍ୟରେ ଥିବା ବ୍ୟବଧାନକୁ କମାଇବା, ପ୍ରତିବର୍ଷ ଶ୍ରମ ବଜାରକୁ ଆସୁଥିବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ଗୁଣାତ୍ମକ ରୋଜଗାର ଓ କୁଶଳତା ଯୋଗାଇ ଦେବା, କୃଷି ଏବଂ ନଗରୀକରଣ ଉପରେ ପଡ଼ୁଥିବା ଜଳବାୟୁ ପରିବର୍ତ୍ତନ କୁପ୍ରଭାବକୁ ନିୟନ୍ତ୍ରଣ କରିବା, ଏହି ସବୁ ରହିଛି ଭବିଷ୍ୟତକୁ ଆହ୍ୱାନ
ଆମ ସମ୍ମୁଖରେ ଛିଡ଼ା ହେଇଛି ଆଉ ଆମେ ଆମର ବିକାଶ ବିଷୟରେ ତ ଜାଣିଲେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ତାହେଲେ ଟିକେ ଲାଇକ୍ କରିଦେବ ଆଉ ଭିଡ଼ିଓ କଣ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି ଦେଖା ହବା ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ